सो हेलो एवरीवन केମିତି ଅଛନ୍ତି ସମସ୍ତେ ଫେସ୍ ରୁଲ୍ ହେଇଯାଉଛି ଗୋଟେ ତ ଆମେ ଏଇ ଭିଡ଼ିଓରୁ ଷ୍ଟାର୍ଟ କରିବା ହେଲା। ତ ଏଥିରେ କିଛି ଆମର ଦିକ୍କତ ନାହିଁ। ହଁ ମୁଁ ଆକ୍ଚୁଆଲି କହିବାକୁ ଚାହୁଁଥିଲି ଯେ ତ ଭିଡ଼ିଓଟା ଦେଖିପାରୁଥିବ ତ ବହୁତ ଦିନ ପରେ ଆସୁଛି ଆଉ ଆରେ ଭାଇ ତାପରେ ଆଗରେ କହିବାର ଅଛି ନା। ହଁ ତ ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ ଥିଲା ଯେଉଁଟାକି ସ୍କ୍ରିପ୍ଟଟା ତମେ ନିଶ୍ଚିନ୍ତ ଆଖି ପୁରେଇକି ପଢ଼ି ଦେଇଥିବ। ହଁ ସ୍କ୍ରିପ୍ଟ ଅନୁସାରେ ଗଲେ ଯଦି କହିବା ତ ହଁ ପ୍ରଥମେ କହିବାର ମୋର ଥିଲା ଯେ କ୍ଲାସ୍ 10th ପିଲାମାନଙ୍କ ପାଇଁ ଗୋଟେ ଅପଡ଼େଟ୍ ପରୀକ୍ଷା। ତ ସେ ଅପଡ଼େଟ୍ଟା ହେଉଛି PW ଆଲେକ୍ସ ସାର୍ଙ୍କର ଗୋଟେ ଆନିମେ ବାଲା ୱେବ୍ ସିରିଜ୍ ତିଆରି କରିଛନ୍ତି ତ କ୍ଲାସ୍ 10th ପାଇଁ ହେଲା। ତ ମ୍ୟାଥମେଟିକ୍ସ ଆଉ ସାଇନ୍ସର ତ ତୁମେ ମାନେ ତାକୁ ଜଏନ୍ କରିପାରିବ ହେଲା। ଏଇଟା କେଉଁ ପ୍ରମୋସନ୍ କି କିଛି ନୁହଁ ହେଲା। ଦେଖିବାର ତ ସବସ୍କ୍ରାଇବର 108 କିଏ ଦେବ ପ୍ରମୋସନ୍ ପଇସା କିଛି ନାହିଁ ହେଲା। ତ ତୁମମାନଙ୍କ କେବଳ ଭଲ ପାଇଁ କହୁଛି। ତ 10th କ୍ଲାସ୍ରେ ଯେଉଁମାନେ ପିଲା ଅଛ ତ ତାକୁ ଯାଇକି ତୁମେ ଚେକ୍ କରିପାରିବ ହେଲା। ତ ଆମ ବେଳେ ସେଇଟା ନଥିଲା, ତୁମ ବେଳେ ବହୁତ ଭଲ ଆସିଛି। ଆଉ ମୁଁ ବି ତାକୁ ଯାଇ 30 ମିନିଟ୍ରେ ଗୋଟେ ଛାଡ଼ିଛନ୍ତି ହେଲା। 30 ମିନିଟ୍ ଯାଇ ଦେଖିଦେଲି। ମୁଁ ଲାଇଫ୍ରେ ମାନେ ଆନିମେ କେବେ ଜୀବନରେ ଗୋଟେ ଦେଖିନି, କିନ୍ତୁ ଯାଇକି ମାନେ 30 ମିନିଟ୍ ତାକୁ ଦେଖି ଦେଇକି ଆଇଛି ହେଲା। ତ ମାନେ ସେ ଭଲ ହେଇଛି, ବହୁତ ଭଲ ହେଇଛି। ତ ତୁମେ ଯାଇକି ଦେଖିପାରିବ ହେଲା। ତ ତୁମମାନଙ୍କ ହିଁ ଲାଭ ହେବ। ଫୋନ୍ ପେରେ 25 ଟଙ୍କା ପ୍ରାପ୍ତ ହେଲା। ଆଉ ଯଦି କହିବି ବର୍ତ୍ତମାନ ବାଜିଗଲି କେତେ 1:33 ହେଇଛି, ମୁଁ ବସିକି ରେକର୍ଡ଼ିଂ କରୁଛି ହେଲା। ତ କହୁଛି ଯେ ଆଉ ଗୋଟେ ଯେଉଁ ନୂଆ ଜିନିଷଟା ଆସୁଛି ଯେଉଁଟାକି ତୁମମାନେ ସମସ୍ତେ ଦେଖିଥିବ, ମାନେ ଯେଉଁମାନେ ନିଟ୍ ପାଇଁ ପଢ଼ୁଛ ତ ମିଶନ୍ 100 ଆସିଛି। ତ ତୁମମାନେ ମେ ବି ଭାବିପାରୁଥିବ ଯେ ତାକୁ ଜଏନ୍ କରିବ କି ନାହିଁ, କି ମୁଁ ଜଏନ୍ କଲି କି ନାହିଁ। ତ ଆମର ତ ଏତେ ଅଡ଼ିଏନ୍ସ ନାହାନ୍ତି ନିଟ୍ ବାଲା। ତ ଯଦି କିଏ ନୂଆ ଆସିଛ ତ ସେ ବିଷୟରେ କହିପାରିବ ଯଦି ତୁମେ ଜଏନ୍ ହେଉଛି କି କ'ଣ ହେଲା। ତ ସେ ବିଷୟରେ ଆମେ ଡିଟେଲରେ କଥା ହେଇପାରିବା, କିନ୍ତୁ ବର୍ତ୍ତମାନ ସମୟ ନାହିଁ, ସେ ସମୟ ଅଛି ଛାଡ଼, ସେଇଟା ସେ ଟପିକ୍ ଗଲା। ଆଉ ଏବେ ଲାଷ୍ଟ ଟପିକ୍ ଆସିଲା ହେଉଛି ବର୍ତ୍ତମାନ କେମିତି କ'ଣ ଚାଲିଛି ପଢ଼ାପଢ଼ି ହେଲା। ଆଉ ଡିସେମ୍ବର ସରିବାକୁ ଆସିଲା ତ କମ୍ବ୍ୟାକ୍ ହେବ କି ନାହିଁ, କମ୍ବ୍ୟାକ୍ କାହାର ହେବ ମାନେ ମାନେ ହଁ ମୁଁ ତୁମମାନଙ୍କ କଥା କହୁଛି। ମୁଁ ତ ପୁରା ଫର୍ମରେ ଅଛି ନା, ଦେଖିପାରୁଥିବ ଡେଲି 14 ଘଣ୍ଟା ଲାଇଭ୍ ହେଲା। ତ ଆକ୍ଚୁଆଲି ହେଉଛି କ'ଣ କହିଲ, ତ ସପ୍ତାହେ ହେଲା ଷ୍ଟଡ଼ି ଟିକେ ବହୁତ ଖରାପ ଚାଲିଛି ହେଲା। ଆଉ ତାକୁ ମିଶିକି କମ୍ବ୍ୟାକ୍ କରିଦେବା ହେଲା। ତ ଆଉ ଗୋଟେ ଖୁସି ଖବର ହେଉଛି 23 ଆଉ 24 ଆଙ୍ଗୁଠିରେ ଦେଖେଇବି ନା, ହଁ 23 ଆଉ 24 ମୁଁ ମୋ ଫ୍ୟାମିଲି ସହିତ ଯାଉଛି ପିକନିକ୍ ହେଲା। ଆଉ ଏଇଟା ଗୋଟେ ଅପଡ଼େଟ୍ ଟାଇପ୍ର ତୁମମାନଙ୍କୁ ଜଣେଇଦେଲି। ତାପରେ ଆସିଲେ କମ୍ବ୍ୟାକ୍ କରିବା ହେଲା। 23-24ରେ ସରିଲା, 25 କି 26ରୁ ପୁରା କମ୍ବ୍ୟାକ୍ କରିକି ହେଲା ନୂଆବର୍ଷ ପୂର୍ବରୁ ହିଁ କମ୍ବ୍ୟାକ୍ ହେଇଯିବ। ମୋ ପାଇଁ ସହଜ ହେଲା, ମୁଁ କରିଦେବି। ତ ତୁମମାନେ ଯଦି କିଏ ଅଛ ମାନେ ପରିଶାନୀରେ ଅଛ କି ଯଦି ଭଲରେ ଅଛ ତ ତୁମେ ଟିପ୍ସ ବାଣ୍ଟି ଦେଇ ପାରିବ କମେଣ୍ଟରେ ହେଲା। ଆଉ ଯଦି କିଏ ଅସୁବିଧାରେ ଅଛ ତ ତୁମେ କମେଣ୍ଟ କରିପାରିବ। ଆମେ 26ରୁ ଲାଇଭ୍ ପୁଣି 14 ଘଣ୍ଟା 15 ଘଣ୍ଟା ପଢ଼େଇଦେବା। 15 ଘଣ୍ଟା ଲାଇଭ୍ ଷ୍ଟଡ଼ି କରିବା, ଆଉ ମାନେ ଅଟକିବାର ନାହିଁ ହେଲା। ତ ଯଦି କିଏ ହାର ମାନିଯାଇଛ ଉଠିଯାଅ, ମାନେ ପୁରା ମୋଟିଭେସନ୍ ଦେଉଛି, ବୁଝିପାରୁଛ ତ। ଯିଏ ହାର ମାନିଛ ଉଠିଯାଅ, ଆଉ ଶୋଇଲେ ହେବନି ହେଲା। ଆଉ ଥମ୍ବନେଲ୍ ଯେଉଁ ଲାଗିଥିଲା 9 hour ପ୍ଲସ୍ ସ୍ଲିପ୍, ସେଇଟା ମିଛ କଥା ହେଲା। ସେଇଟା ହଁ ହେଇଯାଉଛି, ଆକ୍ଚୁଆଲି ହେଇଯାଉଛି 6ରୁ 8 ହେଇଯାଉଛି, ସେ ଚଳିବ ହେଲା। ସ୍ଲିପ୍ ସହିତ କେହି କମ୍ପେୟାର କରିବନି, କମ୍ପେୟାର ନୁହଁ ହେଲା, ଯେଉଁଟା ବୁଝିପାରୁଛ। ସାକ୍ରିଫାଇସ୍ କରିବନି ସ୍ଲିପ୍କୁ। ତ ନିଦ ଭଲସେ ନିଅ ହେଲା। ତ ଦେହ ବହୁତ ଖରାପ ହେଇଯିବ। ତୁମେ ଯେଉଁମାନେ ବି ବୋର୍ଡ଼ ପାଇଁ ପଢ଼ୁଛ କି ଜୁନିୟର ଅଛ, ସ୍ଲିପ୍ ସହିତ ଜମା କମ୍ପାରିଜନ୍ କରନି। ତାକୁ ମାନେ ପଢ଼ା ସହିତ ସ୍ଲିପ୍ ହେଉଛି ଗୋଟେ ପାୱାର ହେଲା, ତାକୁ ୟୁଜ୍ କର। ତାକୁ ଜମା ଇଏ କରନି। ଏବେ ରିସେଣ୍ଟରେ ଗୋଟେ ପିଲା ହିଁ କମେଣ୍ଟରେ କହୁଥିଲା ଯେ ମାନେ ସେ ମାନେ 4ଟା ରାତିରେ ଶୋଇଲା, ତାପରେ 6ଟାରେ ଉଠିଲା, ତାପରେ ମୁଣ୍ଡ ବିନ୍ଧା, ମୁଣ୍ଡ ମାନେ ଦିନ ଚୋକ ହେଲା। ତ ସେମିତି କିଛି କରିବନି। ଆଉ ଲାଇଫ୍ ପୁଣି ସୁଧୁରିଯିବ ହେଲା। ତ ଏତେ ବି ଲେଟ୍ ହେଇନି। ଯିଏ ବି ଚାହୁଁଛ ଉଠିବା ପାଇଁ, ୱେକଅପ୍ କଲ୍ ଏଇଟା ଗୋଟେ ଭାବ, ଉଠିଯାଅ, ମିଶିକି ପଢ଼ିଆ, ମାଡ଼ି ଚାଲିବା ହେଲା। ଧୁରନ୍ଧର ହେଇଯିବା ଓଡ଼ିଶାର, ଚାଲ ହେଲା। ଆଉ ମନ ଦୁଃଖ ହେରିକା କେହି କିଛି କରନି ଭାଇ, ମନ ଦୁଃଖ କରୁଥିଲୁ ଆରେ ନା ଚାଲ ଏଣ୍ଡ କରିଦେଉଛି। ଏଣ୍ଡ ଲେଖିଦିଅ ଲାଇଭ୍ରେ ଏଇଟା କିନ୍ତୁ ଲାଇଭ୍ ନୁହଁ ହେଲା। ଆଉ ସବୁ ଠିକ୍ଠାକ୍ ଚାଲିଛି ଆଉ ମାନେ। ଆଉ ହଁ ଆଉ କହୁଥିଲି ଯେ ମାନେ ସମୟ ବର୍ତ୍ତମାନ ଯେଉଁ ସପ୍ତାହ ହେଲା ଯେ ଗଲା କୁଆଡ଼େ, ସେଇଟା ହେଉଛି ବହୁତ ବଡ଼ କଥା। ତ ମୁଁ ଚାଲି ଯାଇଥିଲି ମାନେ ଖୋଜିବା ପାଇଁ ଲାଇଭ୍ ଆମେ କ'ଣ ପାଇଁ ପାଇଛେ ଏଇ ବିଷୟରେ ଟିକେ। ଆଉ ଭାବୁଥିଲି ଯେ ଯେଉଁ ର୍ୟାଟ୍ ରେସ୍ରେ ନ ଦୌଡ଼ିକି ନିଜେ ଗୋଟେ କିଛି ଗୋଟେ ବଡ଼ କରିବି ବୋଲି। ତ ନିଜ ଯେଉଁ କ'ଣ କହନ୍ତି ପ୍ୟାସନ୍କୁ ଖୋଜୁଥିଲି। ତ ସେଇଟା ମୁଁ ପାଇଗଲି। ଆଉ ସେଇଟା ହେଉଛି କହିଦେବି, ହଁ ସେଇଟା ହେଉଛି ସିଙ୍ଗିଂ। ନା ହସନି ହେଲା, ସିଙ୍ଗିଂ ବହୁତ ବଡ଼ ସିଙ୍ଗର୍ ହେବାର ଅଛି। ତ ସେଇ ବିଷୟରେ ଟ୍ରାଏ କରୁଥିଲି, ଟିକେ ଟ୍ରାଏଲ୍ ନେଉଥିଲି। ତାପରେ ମୁଁ ଜାଣିଲି ଯେ ବର୍ତ୍ତମାନ ସେ ସମୟ ଆସି ନାହିଁ। ଏଇ ଯେଉଁ ବର୍ତ୍ତମାନ ସମୟ ହେଉଛି ପାଠ ପଢ଼ିବାର ସମୟ।
ତ ଏଇଟା ସରୁ 2026 ବୁଝିପାରୁଛ ମେ ଜୁନ୍ ଆଡ଼ିକି ହଉ ସେତେବେଳେ ଯଦି ସମୟ ବାହାର କରି ବୁଝିଲ ପ୍ୟାସନ୍କୁ ଫଲୋ କରିବା ଉଚିତ। କିନ୍ତୁ ଏବେ ବି ଯିଏ କରୁଛ ତ ଦେଖୁଛ ଯଦି ପାଠରେ ସ୍କୋପ୍ ନାହିଁ ତ ନିଜ ଟ୍ୟାଲେଣ୍ଟକୁ ମାନେ ଫୋକସ୍ କର ହେଲା, କରିଚାଲ। ଆଉ ଏତିକି କହୁଛି, ରହିଲି। ଜୟ ଜଗନ୍ନାଥ ସମସ୍ତଙ୍କୁ। ତାପରେ ହଁ ସମସ୍ତଙ୍କୁ ଭଲରେ ରଖ। ଗୁଡ଼୍ ନାଇଟ୍ ହେଲା। ତ ଟାଇମ୍ ହେଇଗଲା 1:37। ଆଉ ଟିକେ ଏଡ଼ିଟ୍ ଫେଡ଼ିଟ୍ କରି ପୋଷ୍ଟ କରିବା। କାଲି ସକାଳେ ଲାଇଭ୍ ପଳେଇ ଆସିବି। ମାନେ ଆଜି ହେଉଛି ସଣ୍ଡେ, ତ ହାପି ସଣ୍ଡେ। ଆଜି କେତେ ତାରିଖ ଆମର? ଆଜି 21 ତାରିଖ ହେଲା। ତ ବାଏ ବାଏ ସମସ୍ତଙ୍କୁ, ଧନ୍ୟବାଦ ଭିଡ଼ିଓଟିକୁ ଲାଷ୍ଟ ଯାଏଁ ଦେଖିଥିବାରୁ। ଆଉ ଆଉ କ'ଣ ସବସ୍କ୍ରାଇବ୍ କରିବାକୁ ତ କହିବିନି ହେଲା, ବହୁତ ବଡ଼ ଲୋକଟା ହେଲା। ତ ସବସ୍କ୍ରାଇବ୍ ବେକାର କରିବ, କାହିଁ କରିବ ହେଲା, ନୋଟିଫିକେସନ୍ ଏରା ପଳେଇବ ତୁମ ପାଖକୁ ହେଲା। ବାଏ ବାଏ। ଆଉ ହଁ କ'ଣ ଭାବିଥିଲେ ଏତେ ଜଲ୍ଦି ତ ମୁଁ ଛାଡ଼ିଦେବି ବୋଲି? ଆଉ ଏଇଟା ଦେଖି କିଛି ମନେ ପଡ଼ୁଛି ଛୋଟବେଳ ସ୍ମୃତି 1 ଟଙ୍କାରେ ମିଳୁଥିଲା। ତ ବର୍ତ୍ତମାନ ମୁଁ ତାକୁ ଖାଇ ଖାଇ ଭିଡ଼ିଓ ଟିକେ ଏଡ଼ିଟ୍ ଫେଡ଼ିଟ୍ କରି, ଭାଇ ତୁମ ଏଡ଼ିଟ୍ ଆସେ? ହଁ ମାନେ ନା ଟିକେ ହେଲା, ତ କରିକି ଶୋଇପଡ଼ିବି। ଗୁଡ଼୍ ନାଇଟ୍ ସମସ୍ତ, ଗୁଡ଼୍ ନାଇଟ୍ ନୁହଁ ତମେ ମାନେ ହେଲା, ହାପି ନ୍ୟୁ ଇୟର୍ ତୁମମାନଙ୍କୁ ସବୁ, ହାପି ନ୍ୟୁ ଇୟର୍ ହେଲା। ଯେଉଁଠି ଯେଉଁ ସମୟରେ ଅଛ ବି ତାକୁ କମ୍ ବ୍ୟାକ୍ କର, ଅତୀତକୁ ଭୁଲିଯାଅ। ବହୁତ ହେଇଗଲା, ମୋଟିଭେସନ୍ ଟିକେ ହେଇଗଲା ହେଲା। ବାଏ ବାଏ। ଯେଉଁ ଭିଡ଼ିଓ ଯେଉଁ କ'ଣ ସ୍କ୍ରିପ୍ଟ ହିସାବରେ ତ ଲାଷ୍ଟ ପାର୍ଟ କିଛି ରହିଯାଉଥିଲା ନା, ତ ସେଇଟା ହେଉଛି କ'ଣ, ତ ଏଇଠି ବର୍ତ୍ତମାନ ଆମେ ପଢ଼ିଲେ ଜାଣି ହେବ। ଲାଇଭ୍ ଚାଟ୍ ଥିଲା ଆମର ଏଇଟା ହେଲା। ତ ବର୍ତ୍ତମାନ ମୁଁ ମାନେ ଯେଉଁ ଷ୍ଟୁଡ଼େଣ୍ଟ ସାଇନ୍ସ ଯେ ତାକୁ ମୁଁ ଜଣାଉଥିଲି ଯେ ପିକନିକ୍ ମୁଁ ଯିବାର ଅଛି ହେଲା। ତ ପଚାରୁଛି ହେଲା, ତ କାହା ସହିତ ଯିବ? ମୁଁ କହିଲି କାହା ସହିତ ଯିବି, ମୋର ତ ମୋ ପରିବାର ଛଡ଼ା ଆଉ କିଛି ନାହିଁ। ଭାଇ ପକ୍କା ଭାଉଜଙ୍କ ସହ। କ'ଣ କହିବ ଆଉ କହିଲ ହେଲା। ଟିକେ ଜଷ୍ଟ ଫୋନ୍ ପାଇଁ ଆଡ଼୍ କରିଦେଇଛି। ଆଉ ଧନ୍ୟବାଦ ସମସ୍ତଙ୍କୁ, ବାଏ, ଗୁଡ଼୍ ନାଇଟ୍। ଭାଇ କେତେ ଥର ଆଉ କହିବି, ଛାଡ଼।